ଆଜିର ପ୍ରସଙ୍ଗ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ କେନ୍ଦ୍ର ବଜେଟ୍। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କେନ୍ଦ୍ର ବଜେଟ୍ରେ ଓଡ଼ିଶା ପାଇଁ ଅନୁଦାନ କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ବଜେଟ୍ ଟିକସ ଭାଗ ଆକାରରେ ଓଡ଼ିଶା ପାଇଁ 67,640 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ଅନୁଦାନ ଆକାରରେ 41,592 କୋଟି ଟଙ୍କା ମିଳିଥିଲା। 2014ରୁ 2026 ମଧ୍ୟରେ ଓଡ଼ିଶାକୁ ଟିକସ ଆକାରରେ 4,44,000 କୋଟି ଟଙ୍କା ଏବଂ ଅନୁଦାନ ଆକାରରେ 1,93,000 କୋଟି ଟଙ୍କା ମିଳିଛି। ରାଜ୍ୟଗୁଡ଼ିକୁ ମିଳୁଥିବା ପୁଞ୍ଜିବ୍ୟୟ ପାଇଁ ସ୍ୱତନ୍ତ୍ର ଋଣ ସହାୟତା ଆକାରରେ ଓଡ଼ିଶାକୁ 50 ବର୍ଷର ସୁଧମୁକ୍ତ ଋଣ ସୁବିଧା ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ ସୃଷ୍ଟ ସୁଧ ଅର୍ଥ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ବହନ କରୁଛନ୍ତି। ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ଏହି ଅତିରିକ୍ତ ସହାୟତା ଓଡ଼ିଶାକୁ ପ୍ରଦାନ କରାଯାଇଛି। 2020-21ରୁ 2025-26 ଆର୍ଥିକ ବର୍ଷ ମଧ୍ୟରେ ମୋଟ 14,517 କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି। ଗତ ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ 5,897 କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଭାରତମାଳା ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଉଥିବା ରାୟପୁର ବିଶାଖାପାଟଣା ଗ୍ରୀନଫିଲ୍ଡ କରିଡର ଦ୍ୱାରା ଓଡ଼ିଶା ମଧ୍ୟ ସୁଫଳ ପାଇବ। ଏହି ଯୋଜନା ଅଧୀନରେ ରାଜ୍ୟରେ 34,614 କୋଟି ଟଙ୍କା ବ୍ୟୟରେ 1,586 କିଲୋମିଟର ଜାତୀୟ ରାଜପଥ କରିଡର ବିକଶିତ କରାଯାଉଛି। ରାଜ୍ୟରେ ରେଳ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍ରେ 10,928 କୋଟି ଟଙ୍କା ଅନୁଦାନ ପ୍ରସ୍ତାବ ରହିଛି। ଗତ 2009ରୁ 2014 ମସିହା ପର୍ଯ୍ୟନ୍ତ ଏ କ୍ଷେତ୍ରରେ ରାଜ୍ୟକୁ ମିଳିଥିବା ଅନୁଦାନଠାରୁ ଚଳିତ ବଜେଟ୍ରେ ଦିଆଯାଇଥିବା ଅନୁଦାନ ହାରାହାରି 13 ଗୁଣ ଅଧିକ ହୋଇଛି। ରାଜ୍ୟରେ ଏବେ ପ୍ରାୟ 90,659 କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଗତ 11 ବର୍ଷ ମଧ୍ୟରେ ରାଜ୍ୟରେ 2,200 କିଲୋମିଟର ରେଳପଥ ନିର୍ମାଣ ହୋଇସାରିଛି। ଓଡ଼ିଶାର 100% ରେଳପଥ ବିଦ୍ୟୁତକରଣ ହୋଇସାରିଛି। ଅମୃତ ଷ୍ଟେସନ ଯୋଜନା ଅଧୀନରେ 2,439 କୋଟି ଟଙ୍କା ଖର୍ଚ୍ଚରେ 59ଟି ଷ୍ଟେସନର ଆଧୁନିକ କାର୍ଯ୍ୟ ଜାରି ରହିଥିବା ବେଳେ ସେଥିମଧ୍ୟରୁ କଟକ, ତାଳଚେର, ବାରିପଦା, ବରପାଲି, ବିମଳାଗଡ଼ ଓ ପାରଳାଖେମୁଣ୍ଡିରେ 6ଟି ଷ୍ଟେସନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ରାଜ୍ୟରେ ଚଳାଚଳ କରୁଥିବା 6ଟି ବନ୍ଦେ ଭାରତ ଏବଂ 6ଟି ଅମୃତ ଭାରତ ଟ୍ରେନ୍ ଯାତ୍ରୀ ପରିବହନ ସେବାକୁ ଅଧିକ ସୁଗମ କରିଛି। ସୁରକ୍ଷିତ ରେଳଯାତ୍ରାକୁ ଦୃଷ୍ଟିରେ ରଖି 632ଟି ଫ୍ଲାଏଓଭର ଏବଂ ଅଣ୍ଡରପାସ୍ ନିର୍ମାଣ କରାଯାଇଛି। ଅତ୍ୟାଧୁନିକ କବଚ ସୁରକ୍ଷା ପ୍ରଣାଳୀକୁ ମଧ୍ୟ ବିନିଯୋଗ କରାଯାଇ ରେଳଯାତ୍ରାକୁ ଅଧିକ ସୁରକ୍ଷିତ ରଖାଯାଇପାରୁଛି। ପଶ୍ଚିମବଙ୍ଗର ଡାଙ୍କୁଣିରୁ ଗୁଜରାଟର ସୁରତ ପର୍ଯ୍ୟନ୍ତ ଯାଉଥିବା ପୂର୍ବ ପଶ୍ଚିମ ମାଲବାହୀ ରେଳ କରିଡର ଓଡ଼ିଶାର ଶିଳ୍ପ ଉତ୍ପାଦ ତଥା ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବ। ଆଞ୍ଚଳିକ ଉଡ଼ାଣ ଯୋଜନା ଅଧୀନରେ ରାଜ୍ୟରେ 4ଟି ବିମାନ ବନ୍ଦର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି। ସେଗୁଡ଼ିକ ହେଉଛି ଝାରସୁଗୁଡ଼ା, ଜୟପୁର, ରାଉରକେଲା ଏବଂ ଉତ୍କେଲା। ଝାରସୁଗୁଡ଼ା ବିମାନ ବନ୍ଦରକୁ କୃଷି ଉଡ଼ାଣ ଯୋଜନାରେ ମଧ୍ୟ ସାମିଲ କରାଯାଇଛି। ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ, ପ୍ରାଚୀ ନଦୀ କୂଳର ଭିତ୍ତିଭୂମି ବିକାଶ ପାଇଁ ପ୍ରସାଦ ଯୋଜନା ଅଧୀନରେ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ସ୍ୱତନ୍ତ୍ର ପର୍ଯ୍ୟଟନ ସର୍କିଟ ବିକାଶ ଲକ୍ଷ୍ୟ ନେଇ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ 70 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି। ବଜେଟ୍ରେ ରହିଥିବା 5 ନମ୍ବର ଜାତୀୟ ଜଳପଥ ବିକାଶର ପ୍ରସ୍ତାବ ଓଡ଼ିଶାର ସବୁଜ ଅର୍ଥନୀତି କ୍ଷେତ୍ରକୁ ଅଧିକ ବ୍ୟାପକ କରିବ। କୋଇଲା ଏବଂ ଖଣିଜ ଓ ଶିଳ୍ପ ଉଦ୍ୟୋଗର ଅଞ୍ଚଳ ତାଳଚେର, ଅନୁଗୁଳ ଓ କଳିଙ୍ଗନଗର ସହିତ ପାରାଦୀପ ଏବଂ ଧାମରା ଆଦି ବନ୍ଦରକୁ ନଦୀପଥ ସହ ସଂଯୋଗ ସ୍ଥାପନ ହୋଇପାରିବ। ଚଳିତ ଥର ବଜେଟ୍ରେ ଓଡ଼ିଶାରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରାଜ୍ୟର ଗହିରମଥା, ଋଷିକୁଲ୍ୟା, ଦେବୀମୁହାଣ, ସାତଭାୟା ଏବଂ ପେଣ୍ଠ ଅଞ୍ଚଳର ବିସ୍ତୀର୍ଣ୍ଣ ବେଳାଭୂମି ଏହାଦ୍ୱାରା ବିକଶିତ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇବ। ବଜେଟ୍ରେ ରହିଥିବା ପୁଞ୍ଜିନିବେଶ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ସିଲିକନ୍ ଓ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ର ଆହୁରି ବ୍ୟାପକ ହୋଇପାରିବ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରସ୍ତୁତି ଏବଂ ଉତ୍ପାଦକୁ ମଧ୍ୟ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି। ଏହାର ସୁଫଳ ସିଧାସଳଖ ଓଡ଼ିଶାର ଉଦ୍ୟୋଗୀ ପାଇବେ। ଏପରିକି ବଜେଟ୍ରେ ରହିଥିବା ପୁଞ୍ଜିନିବେଶ ରାଜ୍ୟରେ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ତ୍ୱରାନ୍ୱିତ କରିବ। ଓଡ଼ିଶା ସହ କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଓଡ଼ିଶା ପାଇଁ ଘୋଷଣା କରାଯାଇଥିବା ବିରଳ ଖଣିଜ କରିଡର ପ୍ରାକୃତିକ ସମ୍ପଦ ତଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାରଙ୍କୁ ଅଧିକ ସହଯୋଗ ପ୍ରଦାନ କରିବ। ସବକା ସାଥ ସବକା ବିକାଶ ଦୃଷ୍ଟିକୋଣ ଆଧାରରେ ପ୍ରସ୍ତୁତ କେନ୍ଦ୍ର ବଜେଟ୍ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ସୁଫଳ ପହଞ୍ଚାଇବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି।